आज ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ। ଆଜି ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ ଏବଂ ତାର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ବଦଳରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଏ ଏହା। ଅନ୍ୟ ରାଜ୍ୟମାନଙ୍କରେ ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳନ ହୋଇ ଆସୁଛି। ଭାଇ ଭଉଣୀର ସମ୍ପର୍କକୁ ନେଇ ଅନେକ ନାଟକ କଥା ଚରିତ୍ର ପ୍ରସ୍ତୁତ ହୋଇଛି। ଭଉଣୀର ସୁରକ୍ଷା ପାଇଁ ଭାଇ ନିଜର ସୁଖ ସୁବିଧା ସବୁ ଭୁଲିଯାଏ। ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମତିଥି ଭାବରେ ଗ୍ରହଣ କରାଯାଏ। ହଳ ମୂଷଳ ଧାରଣ କରିବା ସହ ବଳଭଦ୍ରଙ୍କୁ ସମ୍ମାନ ଜଣାଯାଏ। ଏହି ଦିନ ଗୋମାତାଙ୍କୁ ପୂଜା କରାଯାଏ। ସେମାନଙ୍କୁ ଗାଧେଇ ଦିଆଯାଏ। ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ମଧ୍ୟ ପରମ୍ପରା ରହିଛି। ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ପ୍ରଦାନ କରିଥାନ୍ତି। ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। ସେହିପରି ଆଜି ଏବଂ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ପାଳନ ହେବ। ଏହାକୁ ନେଇ ପଣ୍ଡିତ ଏବଂ ଜ୍ୟୋତିର୍ବିଦଙ୍କ ମଧ୍ୟରେ ମତଭେଦ ରହିଛି। ଗଣନା ଅନୁସାରେ ଅଗଷ୍ଟ 27 ତାରିଖ ସକାଳ 9:09ରେ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ଅଗଷ୍ଟ 28 ତାରିଖ ସକାଳ 9:49ରେ ଶେଷ ହେଉଛି। ତେବେ ଅଗଷ୍ଟ 27ରେ ଭଦ୍ରକାଳ ରହୁଥିବାରୁ ଏହି ଦିନ ରାକ୍ଷୀ ବାନ୍ଧିବାକୁ ଅନେକ ପଣ୍ଡିତ ଏବଂ ଜ୍ୟୋତିର୍ବିଦ ବାରଣ କରିଛନ୍ତି। ତେଣୁ ଅଗଷ୍ଟ 28 ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ ସେ ପରାମର୍ଶ ଦିଅନ୍ତି। ଅନ୍ୟପଟେ ଶ୍ରୀମନ୍ଦିରର ନୀତିକାନ୍ତି ଉଦୟ ତିଥିକୁ ଆଧାର କରି ଅଗଷ୍ଟ 28ରେ ବଳଭଦ୍ର ଜନ୍ମ ଏବଂ ରାକ୍ଷୀ ଲାଗି ନୀତି ପାଳନ ହେଉଥିବାରୁ କିଛି ଗବେଷକ ଏବଂ ପଣ୍ଡିତ ମଧ୍ୟ 28 ତାରିଖରେ ରାକ୍ଷୀ ବାନ୍ଧିବାକୁ ମତ ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ଜେବିଆର ଓଡ଼ିଶା।